ओं नमः भगवते वासुदेवाय। भक्त सरल आध्यात्मिक चैनल को मोर प्रिय भाई भौणी मानू गुरुजन मानू अनंत कोटि प्रणाम जनाई मु श्री भक्त बसल प्रधान आज ओडिया भागवतर सुंदर पदटे रही परम विष्णु भक्त जगन्नाथ दास रचना करिसंती। आलोचना करने आगे आसी आसतु जानिबा। मोर भक्त जेउ नर शुभ अशुभ नाही तार। এই কথাটি किए କାହାକୁ କ'ଣ ପାଇଁ କହିଥିଲେ? परम नम श्रीकृष्ण ତାଙ୍କର ପ୍ରିୟ ଭକ୍ତ ଉଦ୍ଧବଙ୍କୁ କହିଥିଲେ। ଭଗବାନଙ୍କ ଠାରେ ଶତ୍ରୁ ମିତ୍ର ଭାବନା ନଥାଏ। ଉଦାହରଣ ନେବା ନା, ରତ୍ନମାଳା ବଳିଙ୍କର କନ୍ୟା ଥିଲେ। ଯେତେବେଳେ ବାମନ ରୂପୀ ଭଗବାନଙ୍କୁ ଦେଖିଲେ ମନେ ମନେ ଚିନ୍ତନ କଲେ, ଆରେ ଏଇଭଳି ସୁସନ୍ତାନ ମୋର ହୁଅନ୍ତା କି ସ୍ତନପାନ କରିଥାନ୍ତି। ଯେତେବେଳେ ନିଜର ପିତାଙ୍କୁ ବରୁଣ ଫାସ ମାଧ୍ୟମରେ ବନ୍ଦୀ କଲେ, ତୃତୀୟ ପାଦ ପ୍ରଦାନ କରନ୍ତୁ, ଶପଥ କରିଛ, ଶପଥ ଭଗ୍ନ ହେବ, ନର୍କଗାମୀ ହେବ, ଦିଅ ଦିଅ। ଏହି ଦୃଶ୍ୟ ଯେତେବେଳେ ରତ୍ନମାଳା ଦେଖିଥିଲେ କ୍ରୋଧ ଆସିଲା। ପୁଣି ମନେ ମନେ ଚିନ୍ତନ କଲେ, ଯଦି ଏଇଭଳି ସନ୍ତାନ ମୋର ହୁଅନ୍ତା ନା, ନିଶ୍ଚିତ ଭାବରେ ସ୍ତନରେ ବିଷ ଲେପନ କରି ହତ୍ୟା କରିଥାନ୍ତି। ଭଗବାନ ତଥାସ୍ତୁ କହିଥିଲେ, ତାହା ହିଁ ଘଟିଥିଲା। ଦ୍ୱାପର ଯୁଗରେ ପୁତନା ଅସୁରଣୀ ରୂପରେ ଗୋପପୁରକୁ ଗମନ କରିଥିଲେ। ଭଗବାନ କ'ଣ କଲେ? ଯଶୋଦା ମାତା, ଦେବକୀ ମାତା ଯେଉଁ ଗତି ହୋଇଥିଲା ବୈକୁଣ୍ଠପୁରକୁ ଗମନ କରିଥିଲେ। ପୁତନାକୁ ସେହି ସ୍ଥାନରେ ପହଞ୍ଚି ଦେଲେ, ବୈକୁଣ୍ଠପୁରକୁ ଗମନ କରିଥିଲେ। ଅନେକ ଉଦାହରଣ ମାନ ରହିଛି। ସେହି ହିରଣ୍ୟାକ୍ଷ ହିରଣ୍ୟକଶ୍ୟପ, ରାବଣ କୁମ୍ଭକର୍ଣ୍ଣ, ଦନ୍ତବକ୍ର ଶିଶୁପାଳ ଭଗବାନଙ୍କ ସହିତ ଶତ୍ରୁତାଚରଣ କରି ସମର କରି ବୀରଗତି ହୋଇଥିଲା, ପରମ ଗତି ହାସଲ କରିଥିଲେ। କୁଗୁଣକୁ ଧାରଣ କରିଛନ୍ତି, ଶତ୍ରୁତା ଆଚରଣ କରିଛନ୍ତି, ପରମ ଗତି ହାସଲ କରିଥିଲେ। ପୁଣି ଭଗବାନଙ୍କର ପରମ ଭକ୍ତ ଧ୍ରୁବ, ପ୍ରହ୍ଲାଦ, ଉଦ୍ଧବ ଆଜିର ବିଷୟବସ୍ତୁ ରହିଛି, ନାରଦ, ଏମାନେ ମଧ୍ୟ ଭଗବାନଙ୍କ ଠାରେ ଭାବ ଭକ୍ତି ରଖି ସତ୍ୱଗୁଣକୁ ଧାରଣ କରି ଅନେକ ପୁଣ୍ୟ ହାସଲ କରିଥିଲେ, ମୁକ୍ତି ପାଇଥିଲେ, ବୈକୁଣ୍ଠପୁରକୁ ଗମନ କରିଥିଲେ। କୁଗୁଣକୁ ଧାରଣ କରି ଶତ୍ରୁତା ଆଚରଣ କରି ପରମ ଗତି ପାଇଥିଲେ, ସେପଟେ ସତ୍ୱଗୁଣକୁ ଧାରଣ କରି ପରମ ବିଷ୍ଣୁ ଭକ୍ତ ହୋଇ ପରମ ଗତି ପାଇଥିଲେ। ତେଣୁ ଭଗବାନ ସମସ୍ତଙ୍କ ପ୍ରତି ସମାନ, ଦେଶ ଭାବନା ରଖନ୍ତି ନାହିଁ। ଦୁର୍ବାସା ମୁନି ଅଭିଶାପ ଦେଇଥିଲେ ଯଦୁବଂଶ ଧ୍ୱଂସ ହଉ। ଗାନ୍ଧାରୀ ମାତା ଅଭିଶାପ ଦେଇଥିଲେ ଯଦୁବଂଶ ବିନାଶ ଘଟୁ। ଭଗବାନ ଗ୍ରହଣ କରିଥିଲେ। ତେଣୁ ଭଗବାନ ସୁନ୍ଦର ଭାବରେ କହୁଛନ୍ତି, ରେ ଉଦ୍ଧବ, ତୁମେ ଆମର ଚକ୍ଷୁ ସଦୃଶ ସତ୍ୱଗୁଣକୁ ଧାରଣ କରିଛ। ଶୁଭ ଅଶୁଭ ଠାରୁ ଊର୍ଦ୍ଧ୍ୱଗାମୀ ହୁଅ, ସୁଖ ଦୁଃଖ ଠାରୁ ଊର୍ଦ୍ଧ୍ୱଗାମୀ ହୁଅ, ଦ୍ୱନ୍ଦ୍ୱମୁକ୍ତ ହୋଇଯାଅ, ସମ୍ଭାବନା ରଖ। ଏ ସୁଖ ଅସ୍ଥାୟୀ, ଏ ଦୁଃଖ ଅସ୍ଥାୟୀ, ସବୁକିଛି କ୍ଷଣସ୍ଥାୟୀ। ଯାହା ଦୃଶ୍ୟମାନ ନଷ୍ଟଶୀଳ, ଯାହା ଗଣି ହୁଏ ତାହା ମଧ୍ୟ ନଷ୍ଟଶୀଳ। ଏ ସମୟ ଚାଲିଯିବ। ଯିଏ ସୁଖୀ ଚିରଦିନ ସୁଖୀ ରୁହେ କି? ଦୁଃଖ ନିଶ୍ଚିତ ଭାବରେ ଆସିବ। ଯିଏ ଦୁଃଖୀ ସଦାବେଳେ ଦୁଃଖରେ ସମୟ କାଟିବ, ଏହା ମଧ୍ୟ
ଗଣନା କରିବା ଅସମ୍ଭବ। ଯିଏ ଗରିବ ଚିରଦିନ ପାଇଁ ଗରିବ ରହିବ, ଯିଏ ଧନୀ ଚିରଦିନ ପାଇଁ ଧନୀ ରହିବ, ଏହା ମଧ୍ୟ କହିବା ସମ୍ପୂର୍ଣ୍ଣ ମାତ୍ରାରେ ଭୁଲ। ତେଣୁ ତୁମେ ମୋର ଭକ୍ତ, ଏସବୁ ଚିନ୍ତନ କର ନା। ଯଦୁବଂଶ ସଂହାର ପ୍ରକ୍ରିୟା ଆଗକୁ ହେବ ନା। ଉଦ୍ଧବ କହୁଛନ୍ତି, ପ୍ରଭୁ ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ, ମୁଁ ତୁମର ବିଚ୍ଛେଦ ସହ୍ୟ କରିପାରିବି ନାହିଁ। ସେହି ସମୟରେ ଭଗବାନ ବୁଝେଇଥିଲେ। ହଁ, ସୁଦାମାଙ୍କ ଉପରେ ଉଦାହରଣ ନେଇପାରିବା। ପିନ୍ଧିବାକୁ ବସ୍ତ୍ର ପାଉନଥିଲେ, ଭକ୍ଷଣ କରିବା ପାଇଁ ଅନ୍ନ ନଥିଲା, ଦୁଃଖ ପ୍ରକାଶ କରୁଥିଲେ କି କରୁନଥିଲେ? ଭଗବାନଙ୍କର ମାୟା। ଯାହା ଘଟୁଛି ଭଲ ହେଉଛି, ଯାହା ଘଟିବ ଭଲ ଘଟିବ, ଯାହା ହୋଇଥିଲା ଘଟଣା ଘଟିଥିଲା ଅତୀତରେ ନା, ତାହା ମଧ୍ୟ ଭଲ ହୋଇଥିଲା। ଏହିସବୁ ଚିନ୍ତନ କରନ୍ତି ପରମ ଭକ୍ତ, ବିଷ୍ଣୁ ଭକ୍ତ ମାନେ ଏସବୁ ଚିନ୍ତନ କରନ୍ତି। ଯୁଧିଷ୍ଠିରଙ୍କର ଉଦାହରଣ ନେବା। ବନରେ ରହିଲେ, ଦୁଃଖ କଷ୍ଟ ଯନ୍ତ୍ରଣା ଭୋଗ କଲେ, ତଥାପି ସ୍ଥିର ଥିଲେ। ପୁଣି ରାଜସୁଖ ଭୋଗ କରିଥିଲେ, ତଥାପି ସ୍ଥିର ଥିଲେ। ଏତେ ଦୁଃଖ କଷ୍ଟ ଯନ୍ତ୍ରଣା ପାଇଥିଲେ, ତଥାପି ଦୁର୍ଯ୍ୟୋଧନକୁ ଘୃଣା କରୁନଥିଲେ। ଦୁର୍ଯ୍ୟୋଧନ ଦ୍ୱାରା ଏସବୁ ମୁଁ ଭୋଗ କରୁଛି, ଏ ଭାବନା ନଥିଲା। ତେଣୁ ଆମେମାନେ କ'ଣ ଶିକ୍ଷା ହାସଲ କଲୁ? ପ୍ରକୃତରେ ଯେଉଁମାନେ ବିଷ୍ଣୁ ଭକ୍ତ, ସେମାନେ ସୁଖ ଦୁଃଖ ଠାରୁ ଊର୍ଦ୍ଧ୍ୱରେ ରହନ୍ତି। ଶୁଭ ଅଶୁଭ ଏସବୁ ଭାବନା ନଥାଏ। ସତ୍ୱଗୁଣକୁ ଧାରଣ କରନ୍ତି, ଈଶ୍ୱର ମାର୍ଗୀ ହୁଅନ୍ତି, ଈଶ୍ୱରଙ୍କ ଠାରେ ଭାବ ଭକ୍ତି ରଖନ୍ତି। ସବୁକିଛି ଈଶ୍ୱରଙ୍କ ଦ୍ୱାରା ଘଟୁଛି। କ'ଣ ପାଇଁ ମୁଁ ଚିନ୍ତନ କରିବି? ଏହିସବୁ ଗୁଣ ଯେଉଁମାନେ ଧାରଣ କରନ୍ତି, ସମର୍ପଣ ଭାବନା ଜାଗ୍ରତ ହୁଏ, ଈଶ୍ୱରଙ୍କ ଠାରେ ଭାବ ଭକ୍ତି ରହିଥାଏ, ଈଶ୍ୱରଙ୍କର ଶରଣା ବତ୍ସଳ ହୋଇଯାଆନ୍ତି, ନିଶ୍ଚିତ ଭାବରେ ଭଗବାନ କୃପା କରନ୍ତି। ସୁନ୍ଦର ଭାବରେ ଶ୍ରୀକୃଷ୍ଣ ଏସବୁ କଥା କହିଥିଲେ। ଜୟ ଜଗନ୍ନାଥ।